ସତରେ କେଡ଼େ ନିଷ୍ଠୁର ହୋଇପାରେ ମଣିଷ। ବୃଦ୍ଧ ବୟସରେ ସାହାରା ଖୋଜୁଥିବା ଲୋକଟି ଆଜି ନିର୍ଯାତନାର ଶିକାର ହୋଇଛି। ତେବେ ପର୍ଜଙ୍ଗ ଥାନା ନାଓପାଳ କାଟେଣୀ ଗାଁରେ ଦେଖିବାକୁ ମିଳିଛି ସ୍ପର୍ଶକାତର ଘଟଣା। ଜଣେ 80 ବର୍ଷୀୟ ବୃଦ୍ଧଙ୍କୁ ତାଙ୍କ ବୋହୂ ଗରମ ତେଲ ଫୋପାଡ଼ିବା ଘଟଣା ସମଗ୍ର ଅଞ୍ଚଳରେ ଏବେ ଆଲୋଡ଼ନ ସୃଷ୍ଟି କରିଛି। ଯେଉଁ ଗୁରୁତର ବୃଦ୍ଧ ଜଣକ ଅଛନ୍ତି ଶ୍ରୀକାନ୍ତ ଭୂତିଆ, ଯାହାଙ୍କ ଶରୀରର ପ୍ରାୟ 50% ଅଂଶ ଗରମ ତେଲରେ ପୋଡ଼ି ଯାଇଥିବା ସୂଚନା ରହିଛି। ତେବେ ଖବର ଅନୁଯାୟୀ ଯିଏ ବୃଦ୍ଧ ରହିଛନ୍ତି ଶ୍ରୀକାନ୍ତ ଭୂତିଆ, ତାଙ୍କ ପୁଅଙ୍କ ଦେହାନ୍ତ ପରେ ତାଙ୍କୁ ତାଙ୍କ ବୋହୂ ବାରମ୍ବାର ନିର୍ଯାତନା ଦେଉଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି। ତେବେ ଗତକାଲି ରାତିରେ ତାଙ୍କ ବୋହୂ ତାଙ୍କ ଉପରେ ଗରମ ତେଲ ଫୋପାଡ଼ିବାରୁ ବୃଦ୍ଧ ଜଣଙ୍କ ଗୁରୁତର ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ପର୍ଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଏନେଇ ଘଟଣାସ୍ଥଳରେ ପର୍ଜଙ୍ଗ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।